ଯେତେବେଳେ ଶଙ୍ଖାସୁରକୁ କାଟିଲା କହିଲା ପ୍ରଭୁ ମତେ ରକ୍ଷା କର ବଞ୍ଚେଇ ଦିଅ ପ୍ରଭୁ ନ ବଞ୍ଚେଇଲ ଯଦି ମତେ ହାତରେ ଧଇଲ ମୋର ମରଣ ହଉନି କାହିଁକି କହ ନା ତୋର ସାତ୍ବିକ ମୃତ୍ୟୁ ଘଟିଛି ମୋ ହାତରେ ତୁ ଅଛୁ ନା ମୋ ମନ ମାନୁନି ନାଇଁ 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 ଆପଣଙ୍କ ହାତରେ ଦାୟୀ ଏତିକି ମାଗୁଛି ଦବ ପ୍ରଭୁ ନା ମାଗେ ଯାହା ମାଗିବୁ ଦେବି 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 ନା ମୋ କାନ ମୂଳିରେ ଯେତେବେଳେ ଭକ୍ତମାନେ ତୋର ପବନ ପୁରେଇକି ବଜେଇବେ ସେ ଶବ୍ଦଟା ମତେ ଭାରି କଷ୍ଟ ଦିଏ ସାରେ ପ୍ରଭୁ ଆଜ୍ଞା ସାରେ ମୋରି ନାଁକୁ ନେଇ ତମେ ମୋ ନାଁରେ ପାଇହେଲ କମ୍ଭୁ କଟକର ରାଜା ଯାହାକୁ ଆପଣ ମାନଙ୍କର ଉପେନ୍ଦ୍ର ଭଞ୍ଜ କଲମ କଲେ ସେ କମ୍ଭୁ କଟକ ରାଜା ସ୍ୱୟଂ ଜଗନ୍ନାଥ ଚତୁର୍ବର୍ଗ ଦେବାକୁ ସମର୍ଥ ମୋ ନାଁରେ କମ୍ଭୁ କଟକ କରିଦେଲୁ ଆଜିଠୁ ପ୍ରଭୁ ଗୋଟିଏ ଆତ୍ମ ନିବେଦନ କରୁଛି ନା କହ ନା ଏତିକି କରିବୁ ଶ୍ରୀକ୍ଷେତ୍ରରେ କେହି କେବେ ଶଙ୍ଖ ବଡ ଦେଉଳରେ ବଜେଇବେନି ଯୋଉଦିନ ବଡ ଦେଉଳରେ ଶଙ୍ଖ ବାଜିବ ସେଇଦିନ ତ ହାତରୁ ମୋ ମୁଣ୍ଡଟା ଗଳି ପଡିବ ଜଗା ଗଣ୍ଡି ସହିତ ଚୋରି ହେଇଯିବ ମୁଁ ବିଶ୍ୱରେ ଆଉ ଥରେ ପ୍ରଳୟ ବୋଲି ତାଣ୍ଡବ ସୃଷ୍ଟି କରିବି ତାହେଲେ ପୁରୀରେ ଶଙ୍ଖ ବାଜେ କି ଯଦି ବାଜେନି ତାହେଲେ ସଜନ ମନେ ପକାନ୍ତୁ ଗୋଟେ ଭଜନ ବାହାରି ଦେଲା କଳା ଶଙ୍ଖ ବାଜୁଛି କଳା ଶଙ୍ଖ ବାଜୁଛି କଳା ଶଙ୍ଖ ବାଜୁଛି କଳା ଶଙ୍ଖ ବାଜୁଛି ଭିତରୁ ଶଙ୍ଖ ଆସିଛି ବହୁ କମନ୍ତର ମୋହି ଦେଉଛି ସାରା ଜଗତକୁ ମୋହି ଦେଉଛି କଳା ଶଙ୍ଖ ବାଜୁଛି କଳା ଶଙ୍ଖ ବାଜୁଛି କଳା ଶଙ୍ଖ ତାହେଲେ ଆଜ୍ଞା ପୁରୀରେ କଳା ଶଙ୍ଖ ବାଜୁଛି ତ ଲେଖା ହେଇଛି ଶଙ୍ଖ ବାଜନ ବୋଲି କେମିତି ପ୍ରମାଣ ମିଳୁଛି ବଡ ଦେଉଳରେ ପୂଜା ସମୟରେ ଯୋଉ 64 ପରମ୍ପରା 64 ନିଯୋଗ ଥିଲେ ସେବା ଦଳ ସେଥିରେ ଯୋଡି ଶଙ୍ଖ ଥିଲା ନା ନାହିଁ ଆଜ୍ଞା ତାହେଲେ ବାଜୁନି କଣ ଶଙ୍ଖ କେବଳ ଗୋଟିଏ ଥର ଶ୍ରୀକ୍ଷେତ୍ରରେ ଶଙ୍ଖ ବାଜିବ ଗୋଟିଏ ଥର ଯାହାକୁ ମଙ୍ଗଳାଷ୍ଟକ ମାଧ୍ୟମରେ ଶଙ୍କରାଚାର୍ଯ୍ୟ ପ୍ରମାଣ କରିଦେଲେ କହିଲେ ଝିଲି ଝରଝରିକା ମୃଦଙ୍ଗ ପଦ ଫେରିଛ ଶଙ୍ଖ ଧରି ତୁମ୍ବରୁର କଷ୍ଟ ପାବ ଘଣ୍ଟାର ଧରି ଗାଁର ଜୁଙ୍ଗ ଭିଜ ଡମ୍ବରୁ ଦଢଗାଜ ବଂଶୀ ବାଦ୍ୟ ଗଣା ସୁଘୋଷ ସଂହିତା କୁର୍ବନ୍ତୁ ସେଇଥିପାଇଁ ଜଗନ୍ନାଥ ମହାପ୍ରଭୁ ଆଜ୍ଞା ସିଂହଦ୍ୱାରରୁ 19ଟା ପାହାଚ ରଖି ଦକ୍ଷିଣ ଦିଗକୁ ମୋଡ କରିଦେଲେ 2ଟା ପାହାଚ ରହିଲା ଦକ୍ଷିଣ ଦିଗରେ ଗୋଟିଏ ପାହାଚ ରହିଲା ସିଂହାସନ ମୂଳେ ଆଉ ବାଉଁଶ ଧବ ନା ବଂଶୀ ବାଜିବ ଆଉ ତ ଯୋଡି ହେଇପାରିବନି ଶଙ୍ଖାସୁରର ଗଣ୍ଡି